मीडिया माध्यमରେ କହିବି ତୁ ମୋ ବଜରଙ୍ଗୀ ପାଣ୍ଡିଆଣୀ ଅଧିକ ଘରେ ପଶି କହିବାର କିଛି ନାହିଁ। ସେ ବିଗତ ମୋର ବନ୍ଧୁ ଥିଲା, ଏବେ ବି ତାକୁ ବନ୍ଧୁ ବୋଲି ଭାବିଛି। କଣ କହିଛି ରାଗିନି ତାକୁ କଣ କହିବି ମିଡିଆ ମାଧ୍ୟମରେ କହିବି ତୁ ମୋ ବଜରଙ୍ଗୀ। ଅଧା ରାତିର ସାଥୀ ସାଙ୍ଗରେ କାହାକୁ କମ୍ପେୟାର କରିବା ଉଚିତ ନୁହେଁ, କାହିଁକି ନା ଅଧା ରାତିର ସାଥୀ ଗୋଟେ ଏମିତି ନାଟକ ଯୋଉଟା କି ଯାତ୍ରା ଜଗତରେ ମୋ ଗୋଡ଼ ମଜବୁତ କରିବା ପାଇଁ ମତେ ରାସ୍ତା ଖଣ୍ଡଗିରି ମହାସଭା ଆସିଲେ ମନେ ପଡେ ବିଶ୍ୱ ଜନନଠୁ ଆରମ୍ଭ କରି ଲମ୍ବା ସଫର। ତେଣୁ ପିୟୁଷ ତ୍ରିପାଠୀ ଆମ ଗହଣରେ ଅଛନ୍ତି, ଆଉ ଖଣ୍ଡଗିରି ଅନୁଭୂତି ବିଷୟରେ ଢେର ବେଶ ଜଣା। ଏ ବର୍ଷ ଖଣ୍ଡଗିରି ଆସିବା ନ ଆସିବା ମୋ ପାଇଁ ଏକ ଅନିଶ୍ଚିତତା ଭିତରେ ଥିଲା, ପ୍ରଶ୍ନବାଚୀରେ ଥିଲା। କିନ୍ତୁ ସବୁକିଛି ସରିଲା ପରେ ମୁଁ ଯାତ୍ରା କରୁଛି, ଏଇଟା ହେଉଛି ମୋ ପାଇଁ ସବୁଠୁ ବଡ଼ ଖୁସିର କଥା। ଆଉ ଅଧିକାଟା କ'ଣ? ବଜରଙ୍ଗୀ ନାଟକ କେତେ ମାନେ ଦର୍ଶକ ବୋଧେ ଆଫର୍ଟ ଦେବ ବୋଲି ଆଶା କରୁଛି। ଆପଣଙ୍କ ସହିତ ମୋର ସମ୍ପର୍କ ନ ଭାଇ ଆଜି ନୁହଁ, ବିଗତ 11 ବର୍ଷର ସମ୍ପର୍କ। ଆପଣ ସେଦିନଠୁ ବି ଜାଣିଥିବେ ମୁଁ ନାଟକକୁ ଭଲ ପାଏ, ନାଟକ ଉପରେ ଗୁରୁତ୍ୱ ଦିଏ। ମୁଁ ପାରୁ ପର୍ଯ୍ୟନ୍ତ ଯେତିକି ଅଭିନୟ ଶିଖିଛି ସେତିକି ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରେ। ତାର ଏକ ଛୋଟିଆ ଝଲକ ହେଉଛି ଆମର ତୁ ମୋ ବଜରଙ୍ଗୀ। ଯାତ୍ରାରାଣୀ ସିଂହବାହିନୀ ତିଆରି କରିଛି ନାଟକ ଦର୍ଶକଙ୍କ ପାଇଁ, ଦର୍ଶକଙ୍କ ଉଦ୍ଦେଶ୍ୟରେ। ଆଜି ପ୍ରଥମ ରାତି ମଞ୍ଚସ୍ଥ ହେଉଛି ଖଣ୍ଡଗିରିରେ। ଆଉ 15ରୁ 20 ମିନିଟ୍ ରହିଲା ନାଟକ ସରିବ। ସରିଲା ପରେ ଦର୍ଶକଙ୍କ ମତାମତ ଆଜି ସନ୍ଧ୍ୟାବେଳେ ଗୋଟେ ଏମିତି ଗୋଟେ କଣ୍ଟ୍ରୋଭର୍ସି ହେଇଯାଇଥିଲା ଯୋଉଟା କି ଟିକେଟକୁ ନେଇ ପ୍ରଶାସନିକ କ୍ଷେତ୍ରରେ ଟିକେଟ କ୍ଷେତ୍ରରେ ତ ଆମେ କିଛି କହିପାରିବାନି, କାହିଁକି ନା ପ୍ରଶାସନ କଥା, କମିଟି କଥା। କିନ୍ତୁ ଯାତ୍ରା ହେଇପାରିଛି, ଏଇଟା ହେଉଛି ସବୁଠୁ ବଡ଼ କଥା। ଯେତେବେଳେ ଯଦି ଫ୍ୟୁଚରରେ ଯାତ୍ରା ନ ହେଇପାରିଥାନ୍ତା ତାହେଲେ ମନରେ କେତେ କଷ୍ଟ ହବନି। ଆଜି ମୁଁ ଯାତ୍ରାକୁ ଆସିପାରିନଥାନ୍ତି, ଖଣ୍ଡଗିରି ଯାତ୍ରା କରିପାରିନଥାନ୍ତି, ମତେ ଯେତିକି କଷ୍ଟ ହଉଥିଲା, ଯଦି ଖଣ୍ଡଗିରି ଯାତ୍ରା ହେଇ ନ ପାରିଥାନ୍ତା ପ୍ରତ୍ୟେକ କଳାକାରଙ୍କୁ କଷ୍ଟ ହେଇଥାନ୍ତା, ପ୍ରତ୍ୟେକ କମିଟି ଲୋକଙ୍କୁ କଷ୍ଟ ହେଇଥାନ୍ତା, ପ୍ରତ୍ୟେକ ଦର୍ଶକ ମାନଙ୍କୁ କଷ୍ଟ ହେଇଥାନ୍ତା। ବିଗତ ଦିନରେ ଅନେକ କଳାକାର ବି ମଞ୍ଚରେ ଆସିପାରିନାହାନ୍ତି, ଯୋଉମାନଙ୍କ ନାଟକର ଅବଧି ସେମାନେ କୋହଭରା କଣ୍ଠରେ ନିହାତି ନିହାତି ଖଣ୍ଡଗିରି ମହାସମର ପ୍ରତ୍ୟେକ କଳାକାରଙ୍କର ଇଚ୍ଛା ଥାଏ କାମ କରିବା ପାଇଁ। ମୋ ଭାଗ୍ୟ ଯେ ମୁଁ କାମ କରିପାରୁଛି, ତେଣୁ ନିଜକୁ ଧନ୍ୟ ମନେ କରେ। ଦର୍ଶକ କହୁଛନ୍ତି ଯେ ନାଟକରେ ଯେତିକି ଦମ ଅଛି ତାକୁ ଆହୁରି ଜୀବନ୍ତ କରିଦଉଛନ୍ତି। ନା, ପ୍ରତ୍ୟେକଟି କଳାକାର ଆମର ସିଂହବାହିନୀର ଏଣ୍ଟାୟାର ଟିମ୍ ସମସ୍ତେ ୟଙ୍ଗ ଆଉ ଏନର୍ଜେଟିକ୍, ସମସ୍ତେ ନିଜର ଭଲ ପରଫର୍ମାନ୍ସ ଦେଉଛନ୍ତି, ଯୋଉଥିପାଇଁ କି ଆପଣମାନଙ୍କୁ ହଉ କି ଦର୍ଶକମାନଙ୍କୁ ହଉ ନାଟକଟି ଭଲ ଲାଗୁଛି। ଭାଇ ଅଧରାତିର ସାଥୀ, ତାପରେ ହାଇଦର, ବର୍ତ୍ତମାନ ତୁ ମୋ ବଜରଙ୍ଗୀ, ତିନୋଟି ନାଟକରେ ଆପଣଙ୍କୁ ପର୍ସନାଲି କୋଉଟା ବେଶୀ ଭଲ ଲାଗିଛି ଆଉ ପରିଚୟ ଦେଇଛି? ଅଧା ରାତିର ସାଥୀ ସାଙ୍ଗରେ କାହାକୁ କମ୍ପେୟାର କରିବା ଉଚିତ ନୁହେଁ, କାହିଁକି ନା ଅଧା ରାତିର ସାଥୀ ଗୋଟେ ଏମିତି ନାଟକ ଯୋଉଟା କି ଯାତ୍ରା ଜଗତରେ ମୋ ଗୋଡ଼ ମଜବୁତ କରିବା ପାଇଁ ମତେ ରାସ୍ତା ଦେଖାଇଛି। ତେଣୁ ତା ସାଙ୍ଗରେ ଏ ନାଟକକୁ କମ୍ପେୟାର କରିବା କଥା ନୁହଁ। କିନ୍ତୁ ହାଇଦର ବି ଭଲ, ତୁ ମୋ ବଜରଙ୍ଗୀ ବି ଭଲ। ସିଏ ଗୋଟେ ଅଲଗା ଟେଷ୍ଟର ନାଟକ, ଇଏ ଗୋଟେ ଅଲଗା ଟେଷ୍ଟର ନାଟକ। ଉଭୟ ତିଆରି ହେଇଛି ଦର୍ଶକ ମାନଙ୍କ ପାଇଁ। କିନ୍ତୁ ଦର୍ଶକ କିଛି କମ୍ପ୍ଲେନ ଅଛି, ଡିସପ୍ଲେରେ ଯୋଉ ଫାଇଟିଂ ସିନଟା ଦର୍ଶକ ଦେଖୁଛନ୍ତି, ଗୋଟେ ମିନିଟ୍, ସେ ଚାହୁଁଛନ୍ତି କି ଆପଣ ପୁରା ଡାଇରେକ୍ଟ ଷ୍ଟେଜରେ ସେଇଟା କରିକି ଦେଖାନ୍ତୁ। ଆପଣ ଜାଣିନାହାନ୍ତି କିନ୍ତୁ ନଭାଇ ଜାଣିଛନ୍ତି। ଆଗରୁ ଗୋଟେ ଅପସନ ଥିଲା ସାଇକ୍ଲୋମା, ସେ ସାଇକ୍ଲୋମା ଆଉ ନାହିଁ। ସାଇକ୍ଲୋମାରେ ସବୁ କିଛି ଜୀବନ୍ତ ହେଇପାରୁଥିଲା, କିନ୍ତୁ ସେ ସିଷ୍ଟମ ଯେହେତୁ ନାହିଁ, ଅପଡେଟ୍ ହେଇକି ଏଲଇଡି ଆସିଗଲାଣି। ତେଣୁ ଏଲଇଡିର ସଦୁପଯୋଗ କରିବା ପାଇଁ ତ ତାକୁ ତ ବ୍ୟବହାର କରାଯିବ ନା। ତ ଯଦି ବ୍ୟବହାର କରାଯିବ ସଠିକ ଢଙ୍ଗରେ କାହିଁକି ବ୍ୟବହାର କରାଯିବ, ବାସ୍ ସେତିକି ପ୍ରୟାସ, ଆଉ କିଛି ନୁହଁ। ଦର୍ଶକ ମାନଙ୍କୁ ଅନୁରୋଧ କରିବି, ବହୁ ମାତ୍ରାରେ ଆସୁଛନ୍ତି ଯାତ୍ରା ଦେଖିବା ପାଇଁ, ନିଜ ସୁରକ୍ଷା ଦେଖିବେ, ଭଲରେ ଯାତ୍ରା ଦେଖି ଭଲରେ ଘରକୁ ଫେରିବେ ଏବଂ ଯାତ୍ରା ଦେଖିଲା ପରେ ତାଙ୍କର ବହୁମୂଲ୍ୟ ମତାମତ ନିହାତି ଦେବେ। ଦର୍ଶକ ମାନେ କହୁଥିଲେ ଯଦି ଟୁର୍ଣ୍ଣାମେଣ୍ଟକୁ ନ ଆସିଥାନ୍ତି ତାହେଲେ ଟୁର୍ଣ୍ଣାମେଣ୍ଟର ଜୋଶ ନଥାନ୍ତା, ଖେଳଟା ଭଲ ଲାଗିନଥାନ୍ତା। ନା, ସେମିତି କିଛି ନୁହଁ। ଯାତ୍ରା ପାର୍ଟିରେ କ'ଣ ମୁଁ ଏକା ଅଛି, ଆହୁରି ଅନେକ କଳାକାର ଅଛନ୍ତି, ଅନେକ ଯାତ୍ରା ପାର୍ଟି ଅଛି। ପ୍ରତ୍ୟେକଟି ନାଟକ ପାର୍ଟିର ଯାତ୍ରା ଦେଖିବା ଦରକାର, କାହିଁକି ନା ସମସ୍ତେ ନିଜର ବେଷ୍ଟ ନାଟକ ନେଇ ଖଣ୍ଡଗିରି ଆସନ୍ତି। ତେଣୁ ପ୍ରତ୍ୟେକ ନାଟକ ପାର୍ଟିର ନାଟକ ଦେଖିବା ଦରକାର, ଉଚିତ ନ୍ୟାୟ ଦେବା ଦରକାର, କଳାକାରଙ୍କର ମନୋଭାବ, ତାଙ୍କର ଉତ୍ସାହ ବଢ଼ାଇବା ଦରକାର। ଖେଳରେ କିନ୍ତୁ ହାର୍ଡ ହିଟର ନଥିଲେ ଖେଳର ଜୋଶ ଆସେନି। ଖେଳରେ ଏଇଟା ଖେଳ ନୁହଁ, ଏଇଟା ନାଟକ, ଏଇଟା ନାଟକ।
ଆପଣ ନାଟକ ପରିବେଷଣ କରିବେ, ଲୋକମାନେ ଦେଖିବେ, ଏଥିରେ ହାର ଜିତର କୌଣସି ପ୍ରଶ୍ନ ହିଁ ନାହିଁ। ଭାଇ ଦର୍ଶକ କହୁଛନ୍ତି ଯେ କିଛି ଫଳ ପ୍ରକୃତିର ଲୋକ ଆପଣଙ୍କ ପଛରେ ଲାଗିଥିଲେ ଏବଂ ଆପଣଙ୍କର ଜିତ୍ ହେଲା। ଫଳ ପ୍ରକୃତିର ଲୋକ ଶ୍ରୀକୃଷ୍ଣଙ୍କ ପଛରେ ବି ଲାଗିଥିଲେ, ରାମଙ୍କ ପଛରେ ବି ଲାଗିଥିଲେ। ମୁଁ ତ ସାଧାରଣ ମଣିଷ, ସେମିତି କିଛି ତ ଭାଇ ରାଣୀ ପଣ୍ଡାକୁ କଣ କହିବେ? ସିଏ ଗଣମାଧ୍ୟମରେ କହୁଛନ୍ତି ଯୋଉ ରା- ପ୍ରତିକ୍ରିୟା ଦେଇଛନ୍ତି, ରାଣୀ- କଣ କହିବେ ଆପଣ? କହିବାର କିଛି ନାହିଁ। ସେ ବିଗତ ଦିନରେ ମୋର ବନ୍ଧୁ ଥିଲା, ଏବେ ବି ମୁଁ ତାକୁ ବନ୍ଧୁ ବୋଲି ଭାବିଛି। କଣ କହିଛି କହିଛି, ବିଗତ ଦିନ ବୋଲି କହିଲେ ଅଭିମାନ କରୁଛନ୍ତି ତାଙ୍କୁ ରାଗୁଛନ୍ତି। ରାଗିବି କାହିଁ ତାପରେ, ରାଗିନି। ତାକୁ କଣ କହିବି ମିଡିଆ ମାଧ୍ୟମରେ? କହିବି ତୁ ମୋ ବଜରଙ୍ଗୀ, ପାଣ୍ଡିଆଣୀ ଅଧିକ ହଉଛ, ଘରେ ପଶିଯିବି। ତ ତାଙ୍କୁ କହିବେ ଆସିକି ତୁ ମୋ ବଜରଙ୍ଗ ସିଏ କଣ ଆସିପାରିବ? କେବେ ମୁଁ କହିଲେ ବି ସେ ଆସିପାରିବନି, କାହିଁକି ନା ସେ ଆଉ କଳାକାର ନୁହଁ। ଗୋଟେ ଅନୁଷ୍ଠାନର ଦାୟିତ୍ୱ ତା ଉପରେ, ସେ ମାଲିକ ହେବେ। ଆମେ ଯିବୁ, ତାଙ୍କ ପାର୍ଟି ଆସିବ। ତେଣୁ ସିଏ ଯୋଉ ଦାୟିତ୍ୱରେ ଥିବ, ଯୋଉ ଟେନସନରେ ଥିବ, ତାକୁ ମୁଁ ଡାକିବାଟା ହଉଛି ଗୋଟେ ହସ କଥା। ତାଙ୍କର ଗୋଟେ ଅଭିମାନ ରହୁଛି ଆପଣ ତାଙ୍କ ଫୋନ ଉଠାଉନାହାନ୍ତି। ଠିକ ଅଛି, ଅଭିମାନ ଅଛି, ସବୁ ଅଛି, କିନ୍ତୁ ଯୋଉ କଥା ସେ ମିଡିଆ ଆଗରେ କହିଲେ, ସେ କଥାଟା ମିଡିଆରେ ନ କହିକି ଡାଇରେକ୍ଟ ମତେ ଫୋନରେ ବି କହିଥାନ୍ତେ। ନା, ସେ ସେମିତିଆ ପିଲା ନୁହଁ। ଟଙ୍କା ଦେଇ କଣ ମଣିଷ କିଣାଯାଏ? ଧନ୍ୟବାଦ।